ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ହିନ୍ଦୁ ସଧବା ନାରୀମାନଙ୍କ ପାଇଁ ଏହି ସାବିତ୍ରୀ ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାରଣ ଏହି ଦିନ ପ୍ରତ୍ୟେକ ସଧବା ନାରୀ ତାଙ୍କ ସ୍ୱାମୀଙ୍କର ମଙ୍ଗଳ କାମନା କରି ଏହି ବ୍ରତଟି ଅତ୍ୟନ୍ତ ଭକ୍ତିର ସହିତ ପାଳନ କରିଥାନ୍ତି। ଏହି ଦିନ ସାବିତ୍ରୀ ତାଙ୍କର ସ୍ୱାମୀ ସତ୍ୟବାନଙ୍କର ଜୀବନ ଯମଙ୍କଠାରୁ ଫେରାଇ ଆଣିଥିଲେ। ସେହି ଦିନଠାରୁ ପ୍ରତ୍ୟେକ ସଧବା ନାରୀ ତାଙ୍କ ସ୍ୱାମୀଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତଟି ପାଳନ କରିଥାନ୍ତି। ଏହି ସାବିତ୍ରୀ ବ୍ରତ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ। ବନ୍ଧୁଗଣ, ଏ ବର୍ଷ ପ୍ରତ୍ୟେକ ସଧବା ନାରୀ ମଇ 26 ତାରିଖ ସୋମବାର ଦିନ ସାବିତ୍ରୀ ବ୍ରତ ପାଳନ କରିବେ ଏବଂ ସ୍ୱାମୀଙ୍କର ଆୟୁଷ ହାନି ଘଟିଥାଏ। ବନ୍ଧୁଗଣ, ଆମମାନଙ୍କ ଭିତରେ ଅନେକ ଲୋକ ଅଛନ୍ତି ଯାହାଙ୍କୁ ଏହିସବୁ ନୀତି ନିୟମ ଜଣା ନାହିଁ। ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଆମ ଦ୍ୱାରା ଏମିତି ଭୁଲ ହୋଇଯାଏ ଯାହାଦ୍ୱାରା ଆମକୁ କିଛି ଶୁଭ ଫଳ ମିଳିନଥାଏ, ସବୁବେଳେ ଅଶୁଭ ଫଳ ହିଁ ମିଳିଥାଏ। ବନ୍ଧୁଗଣ, ଏହି ସାବିତ୍ରୀ ବ୍ରତ ପାଳନ କରିବା ଆଗରୁ ସବୁ ନୀତି ନିୟମ ଜାଣି ରଖିବା ଉଚିତ। ତେଣୁ ଏହି ଭିଡ଼ିଓରେ ସବୁ ନୀତି ନିୟମ ମୁଁ ଆପଣମାନଙ୍କ ପାଇଁ କହିଛି, ତ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖିବେ। ବନ୍ଧୁଗଣ, ସାବିତ୍ରୀ ବ୍ରତ ଦିନ ଆପଣ କଳା ଲୁଗା ପିନ୍ଧନ୍ତୁ ନାହିଁ କି କଳା ଲୁଗାକୁ ପୂଜାରେ ଲଗାନ୍ତୁ ନାହିଁ, କାରଣ କଳା ହେଉଛି ନକାରାତ୍ମକ ଏବଂ ଅଶୁଭ ଫଳର ପ୍ରତୀକ। ତେଣୁ ସାବିତ୍ରୀ ବ୍ରତ ଦିନ ଏହି କଳା ଲୁଗା ପିନ୍ଧିବା ଦ୍ୱାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଥାଏ। ବ୍ରତ ପାଳନର ରାତ୍ରିରେ ଆପଣ ନିଜର ଲୁଗା ଏବଂ ଆପଣଙ୍କର ସ୍ୱାମୀଙ୍କର ଲୁଗାକୁ ବାହାରେ ଶୁଖାନ୍ତୁ ନାହିଁ। ବନ୍ଧୁଗଣ, ଏହା ହେଉଛି ପ୍ରଥମ ନିୟମ। ବନ୍ଧୁଗଣ, ଏହି ସାବିତ୍ରୀ ବ୍ରତକୁ ନିଷ୍ଠାର ସହ 3 ଦିନ ପାଳନ କଲେ ଆପଣ ଶୁଭ ଫଳ ପ୍ରାପ୍ତି ପାଇବେ ଏବଂ ସୌଭାଗ୍ୟବତୀ ମଧ୍ୟ ହେବେ। ଏହି ଦିନ ଆପଣ ଆମିଷ, ପିଆଜ, ରସୁଣ ଏହିସବୁ ଖାଦ୍ୟକୁ ସେବନ କରନ୍ତୁ ନାହିଁ। ଏମିତି କଲେ ଆପଣଙ୍କର ବ୍ରତ ଖଣ୍ଡନ ହୋଇଯିବ। 3 ଦିନ ଅର୍ଥାତ୍ ସାବିତ୍ରୀ ବ୍ରତର ପୂର୍ବ ଦିନ, ସାବିତ୍ରୀ ଦିନ, ସାବିତ୍ରୀ ବ୍ରତର ପରଦିନ, ଏହି 3 ଦିନକୁ ନିଷ୍ଠାର ସହ ପାଳନ କଲେ ଶୁଭ ଫଳ ସହ ସୌଭାଗ୍ୟବତୀ ମଧ୍ୟ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ଏହା ହେଉଛି ଦ୍ୱିତୀୟ ନିୟମ। ଏବେ ତୃତୀୟ ନିୟମ ବିଷୟରେ ଜାଣିବା। ତୃତୀୟରେ ଏହି 3 ଦିନ ଆପଣ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହିଭଳି କଲେ ଆପଣଙ୍କ ଉପରେ ବହୁତ ବଡ଼ ସଙ୍କଟ ଆସିଥାଏ। ତେଣୁ ଏହିଭଳି ଭୁଲ କଦାପି କରନ୍ତୁ ନାହିଁ। ଖାଲି ସାବିତ୍ରୀ ବ୍ରତରେ ନୁହେଁ, ଏହିଭଳି ପ୍ରତ୍ୟେକ ବ୍ରତରେ ଏହିଭଳି ଶାରୀରିକ ସମ୍ପର୍କ ରଖିବା କଥା ନୁହଁ। ଏହି ସାବିତ୍ରୀ ବ୍ରତରେ ମହିଳାମାନେ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିବା ଉଚିତ ନୁହେଁ। ସେମାନେ ବ୍ରତ ପାଳନ କରିସାରିବା ପରେ ବିଶ୍ରାମ ନେବା ଉଚିତ। ଏହି ସାବିତ୍ରୀ ବ୍ରତ ଦିନ ଯଦି କୌଣସି ଲୋକର ମୃତ୍ୟୁ ହେଉଛି ତାହେଲେ ଏହି ବ୍ରତ ପାଳନ କରିବା ଉଚିତ ନୁହଁ, କିମ୍ବା ନବଜାତ ଶିଶୁର ଜନ୍ମ ଯଦି ହେଉଛି ତାହେଲେ ମଧ୍ୟ ପାଳନ କରିବା ଉଚିତ ନୁହେଁ। ଯଦି ଏପରି କରିବେ ତାହେଲେ ବହୁତ ସମସ୍ୟାର ସାମ୍ନା ଆପଣଙ୍କୁ କରିବାକୁ ପଡ଼ିବ। ଏହି ବଟ ସାବିତ୍ରୀ ପୂଜାରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ କିମ୍ବା ପୁରା ଧଳା ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ, କାରଣ ଧଳା ରଙ୍ଗ ହେଉଛି ବୈଧବ୍ୟର ପ୍ରତୀକ। ଏହିଭଳି ବସ୍ତ୍ର ପରିଧାନ କଲେ ଆପଣଙ୍କର ସ୍ୱାମୀଙ୍କ ଉପରେ ସଙ୍କଟ ଆସିଥାଏ, ତ ଭୁଲରେ ବି ଏହିଭଳି କାମ କରନ୍ତୁ ନାହିଁ। ବନ୍ଧୁଗଣ, ଏହି ସାବିତ୍ରୀ ବ୍ରତ ଦିନ ଆପଣ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଏବଂ ମା ସାବିତ୍ରୀଙ୍କୁ ଏହି ନାଲି ରଙ୍ଗର ବସ୍ତ୍ର ଚଢ଼ାନ୍ତୁ। ଏପରି କଲେ ଆପଣଙ୍କ ଉପରେ ମା ସାବିତ୍ରୀଙ୍କର ବିଶେଷ କୃପା ଆସିଥାଏ, କାରଣ
ମା ସାବିତ୍ରୀଙ୍କୁ ନାଲି ରଙ୍ଗର ବସ୍ତ୍ର ବହୁତ ପସନ୍ଦ ଆସିଥାଏ। ଏହି ସାବିତ୍ରୀ ବ୍ରତ ଦିନ ଆପଣ ଶୃଙ୍ଗାର ଜିନିଷ ଦାନ କରନ୍ତୁ। ଏମିତି କଲେ ଆପଣଙ୍କର ସ୍ୱାମୀଙ୍କ ଉପରେ କିଛି ବି ସଙ୍କଟ ଆସିନଥାଏ। ମନେ ରଖିବେ, ଆପଣ ପିନ୍ଧୁଥିବା ଶୃଙ୍ଗାର ଜିନିଷକୁ ଦାନ କରିବେ ନାହିଁ। ଆପଣ ନୂଆ ଜିନିଷ ବଜାରରୁ କିଣି ଆଣି ଦାନ କରିବେ। ଏମିତି କରିବା ଦ୍ୱାରା ମା ସାବିତ୍ରୀଙ୍କ ଆପଣଙ୍କ ଉପରେ ଅଶେଷ କୃପା ଆସିଥାଏ ଆଉ ଆପଣଙ୍କୁ ସେ ଅଶେଷ ସୌଭାଗ୍ୟବତୀର ପ୍ରାପ୍ତି କରେଇଥାନ୍ତି। ବନ୍ଧୁଗଣ, ଏହି ସାବିତ୍ରୀ ବ୍ରତ ଦିନ ଅସହାୟ ମହିଳାଙ୍କୁ ସାହାଯ୍ୟ କରନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କ ଗୃହରେ ଧନର ବର୍ଷା ହେବ। ବନ୍ଧୁଗଣ, ଏହି ସାବିତ୍ରୀ ବ୍ରତ ଦିନ ବିନା ଲୁଣରେ ଖାଦ୍ୟ ସେବନ କରନ୍ତୁ ନାହିଁ। ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ମାଛ, ମାଂସ, ମଦ ଭଳି ତାମସିକ ଖାଦ୍ୟ ସେବନ କରିବେ ନାହିଁ। ଏହି ଦିନ ଗୃହରେ କଟୁ ବଚନ କୁହନ୍ତୁ ନାହିଁ କିମ୍ବା କାହାକୁ ଗାଳିଗୁଲଚ କରନ୍ତୁ ନାହିଁ କିମ୍ବା ବୃଦ୍ଧ ବୟସ୍କ ଲୋକମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ। ଏହି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଉଚିତ। ଏହି ଦିନ ଦିନବେଳା ଶୋଇବା ଉଚିତ ନୁହେଁ। ଏହି ଦିନ ଦିନବେଳା ପର୍ଯ୍ୟନ୍ତ ଶୋଇଲେ ଆପଣଙ୍କୁ ପାପ ଲାଗିଥାଏ ଏବଂ ଆପଣଙ୍କର ସ୍ୱାମୀଙ୍କର ଆୟୁଷ ହାନି ହୋଇଥାଏ। ତେଣୁ ଚେଷ୍ଟା କରନ୍ତୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ବିଛଣା ଛାଡ଼ିଦେବେ ଏବଂ ସ୍ନାନ ମଧ୍ୟ ସାରି ଆପଣଙ୍କର ପୂଜା ବିଧି ଆରମ୍ଭ କରିଦେବେ। ବନ୍ଧୁଗଣ, ଏମିତି କରିବା ଦ୍ୱାରା ମା ସାବିତ୍ରୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଆପଣ ସିନ୍ଦୁର ବ୍ୟବହାର କରନ୍ତୁ ଏବଂ ଟିକେ ଅଧିକ ସିନ୍ଦୁର ସିନ୍ଥିରେ ଲମ୍ବା ଆକାରରେ ଲଗାନ୍ତୁ। ଏହାଦ୍ୱାରା ସ୍ୱାମୀଙ୍କର ଆୟୁଷ ଅଧିକ ହୋଇଥାଏ ଏବଂ ସିନ୍ଥିରେ ଅଧିକ ସିନ୍ଦୁର ଲଗାଇବା ହେଉଛି ସ୍ୱାମୀଙ୍କର ଆୟୁଷ ବଢ଼ିବାର ସୂଚକ। ସିନ୍ଥିରେ କମ୍ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ହାନି ହୋଇଥାଏ। ତ ବନ୍ଧୁଗଣ, ଆପଣ ସିନ୍ଥିରେ ସବୁବେଳେ ଅଧିକ ସିନ୍ଦୁର ଲଗାଇବେ। ଏହା କରିବା ଉଚିତ। ଏହା ନିୟମ ମଧ୍ୟ। ଏହି ସାବିତ୍ରୀ ବ୍ରତରେ ନାଲି ରଙ୍ଗର ଫୁଲ ବ୍ୟବହାର କରିବା ଉଚିତ, କାରଣ ଏହି ନାଲି ରଙ୍ଗର ଫୁଲ ନିଜର ଦାମ୍ପତ୍ୟ ଜୀବନରେ ସୁଖ ଭରି ଦେଇଥାଏ। ଏହି ବ୍ରତକୁ ମାମୁଲି ଭାବି ଅନେକ ମହିଳା କେଶ, ନଖ କାଟିଥାନ୍ତି। ଏହି ବ୍ରତରେ ନଖ, କେଶ କାଟିବା ଦ୍ୱାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଥାଏ। ଆଜ୍ଞା ହଁ, ଏହି ଦିନ ନିଜର କେଶକୁ ମୁକୁଳା ରଖନ୍ତୁ ନାହିଁ। ଏମିତି ମୁକୁଳା ରଖିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ହାନି ହୋଇଥାଏ। ଏହି ବ୍ରତରେ ଆପଣ ମିଠା ସାମଗ୍ରୀ ପ୍ରସ୍ତୁତ କରି ପୂଜାରେ ଲଗାନ୍ତୁ। ବନ୍ଧୁଗଣ, ଆପଣମାନେ ମନେ ରଖିବେ, ଏହି ପୂଜାରେ କୌଣସି ବି ଖଣ୍ଡିତ ଜିନିଷ ବ୍ୟବହାର ହୋଇନଥିବ। ଫଟା ଜିନିଷ ବ୍ୟବହାର କରିବେ ନାହିଁ ଏବଂ କଟା ଜିନିଷ ମଧ୍ୟ ବ୍ୟବହାର କରିବେ ନାହିଁ। ଏହା କରିବା ଦ୍ୱାରା ଅତ୍ୟନ୍ତ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ବ୍ରତ ଦିନ ଆପଣ କଳା ଲୁଗା, ଧଳା ଲୁଗା ଏବଂ କେଶ, ଚୁଟି କାଟନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ଅଶୁଭ କାମନା ହୋଇଥାଏ। ଏହି ସାବିତ୍ରୀ ବ୍ରତ ଦିନ ଆପଣ ନିଶ୍ଚିତ ମଙ୍ଗଳସୂତ୍ର ପିନ୍ଧିବେ, ନହେଲେ ଏହି ବ୍ରତକୁ ପୂରା ମାନାଯିବ ନାହିଁ। ଏହି ବ୍ରତରେ ଯଦି ଆପଣଙ୍କର ଋତୁସ୍ରାବ ବା ପିରିୟଡ଼ ଯଦି ହେଇଥିବ, ତାହେଲେ ପୂଜା ସାମଗ୍ରୀର କୌଣସି ଜିନିଷକୁ ଛୁଅନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ବ୍ରତ ଦିନ ଆପଣ ପୂଜା ଆରାଧନା କରି ମନରେ ମନରେ ଠାକୁରଙ୍କୁ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ, ମୋର ସ୍ୱାମୀଙ୍କର ଆୟୁଷ ଆପଣଙ୍କୁ ଲାଗିଲା। ମୋ ସ୍ୱାମୀଙ୍କର ଆୟୁଷ ଆପଣ ଅଧିକରୁ ଅଧିକ କରିଦିଅନ୍ତୁ। ମୋ ଶଙ୍ଖା ସିନ୍ଦୁରକୁ ଆପଣ ଚାହିଁ ରୁହନ୍ତୁ। ଏତିକି କହି ଆପଣଙ୍କର ପୂଜା ବିଧିକୁ ଶେଷ କରିବେ। ବନ୍ଧୁଗଣ, ପ୍ରତ୍ୟେକ ହିନ୍ଦୁ ସଧବା ନାରୀ ଏହି ବ୍ରତଟିକୁ ପାଳନ କରିଥାନ୍ତି, କିନ୍ତୁ କେତେକ ମହିଳାମାନଙ୍କ ପାଇଁ ଏହିଭଳି ବ୍ରତ
ପାଳନ କରିବା ଉଚିତ ନୁହେଁ ସେସବୁ ମଧ୍ୟ ଜାଣି ରଖନ୍ତୁ। ଯେଉଁ ନାରୀ ନିଜ ସ୍ୱାମୀଙ୍କର ଭାବନାକୁ ମନରେ ନ ଆଣି ପରପୁରୁଷର ଭାବନାକୁ ନିଜ ମନରେ ରଖିଥାଏ କିମ୍ବା ମଗ୍ନ ହୋଇ ରହିଥାଏ ସେହିଭଳି ନାରୀକୁ ଏହିଭଳି ବ୍ରତ ପାଳନ କରିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯାହାର ମନ ପବିତ୍ର ସେ ଜଣେ ଭଲ ଜୀବନସାଥୀ ହୋଇପାରିବ ଏବଂ ନିଜର ସ୍ୱାମୀକୁ ପ୍ରେମ ଭାବରେ ବନ୍ଧନରେ ବାନ୍ଧି ରଖିପାରିବ। ତେଣୁ ଚରିତ୍ରହୀନ ନାରୀମାନେ ଏହି ବ୍ରତ ପାଳନ କରିବେ ନାହିଁ। ତାହା ବ୍ୟତୀତ ଗର୍ଭବତୀ ମହିଳାମାନଙ୍କ ପାଇଁ ଏହି ବ୍ରତ ପାଳନ କରିବା ବହୁତ କଷ୍ଟସାଧକ ହୋଇଥାଏ। ଯଦି ଆପଣ ଦୁର୍ବଳ ଅଛନ୍ତି ତାହେଲେ ଏହି ବ୍ରତ ପାଳନ କରନ୍ତୁ ନାହିଁ। ଯଦି ପାଳନ କରିବେ ତାହେଲେ ସକାଳୁ ଶୀଘ୍ର ଉଠି ପୂଜା ସାରି ଜଲ୍ଦି ଖାଦ୍ୟ ସେବନ କରିନିଅନ୍ତୁ। ଆପଣ ନିର୍ଜଳ ଉପବାସ କରନ୍ତୁ ନାହିଁ। ଆପଣ ମୁଗ ବୁଟ ସରବତ ଆଦି ଖାଦ୍ୟ ଖାଇ ବ୍ରତଟିକୁ ପାଳନ କରନ୍ତୁ। ଶାସ୍ତ୍ର ଅନୁସାରେ ଏମିତି ବି ନିୟମ ରହିଛି ଯେମିତିକି ସ୍ୱାମୀ ସ୍ତ୍ରୀ ଏକାଠି ରହିବା ଉଚିତ କିମ୍ବା ଯେଉଁ ସ୍ୱାମୀ ସ୍ତ୍ରୀ ସାତ ଫେରା ନ ନେଇ ସାଙ୍ଗରେ ରହୁଛନ୍ତି କିମ୍ବା ଯାହାକୁ ଆମେ ଆଧୁନିକ ଯୁଗରେ ଲିଭିଂ ରିଲେସନସିପ୍ କହୁଛେ ସେହିଭଳି ସ୍ୱାମୀ ସ୍ତ୍ରୀ ଏହିଭଳି ବ୍ରତକୁ ପାଳନ କରିପାରିବେ ନାହିଁ। ବନ୍ଧୁଗଣ ଯେତିକି ନିୟମ ମୁଁ କହିଲି ସେତିକି ନିୟମ ଆପଣ ନିହାତି ମାନିବେ ଦେଲେ ଆପଣଙ୍କ ସ୍ୱାମୀଙ୍କର ଦୀର୍ଘାୟୁ କାମନା ରହିବ ଏବଂ ଆପଣଙ୍କୁ ସବୁବେଳେ ଶୁଭ ପ୍ରାପ୍ତି ମିଳିବ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ ସେୟାର କମେଣ୍ଟ କରିବେ ଏବଂ ପାଖରେ ଯେଉଁ ବେଲ୍ ଆଇକନ୍ ଅଛି ତାକୁ ପ୍ରେସ୍ କରି ସବୁ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ପାଇଯିବେ। ରହୁଛି ମିଶିବା ଗୋଟେ ନୂଆ ଭିଡ଼ିଓ ସହିତ। ଜୟ ଜଗନ୍ନାଥ।